ଯେତେବେଳେ ଆମେ ବହିରୁ କିଛି ଶିଖୁଥିଲେ ସେତେବେଳେ ଆମକୁ ବହୁତ ନିଦ ଆସୁଥିଲା, କିନ୍ତୁ ଏବେ ଜୀବନ ଆମକୁ ଏମିତି ଶିକ୍ଷା ଦେଉଛି ଯେ ରାତିର ନିଦ ବି ଉଡ଼ି ଯାଉଛି। ଜୀବନ ଅଡୁଆ ଲାଗେ ସେତେବେଳେ ଯେତେବେଳେ ଆମ ବିଚାର ଅଡୁଆ ହୋଇଥାଏ। ଜୀବନରେ ଯଦି ଖୁସିରେ ରହିବାକୁ ଚାହୁଁଛ ତେବେ ଭୁଲିଯାଅ ତାକୁ ଯିଏ ତୁମକୁ ଭୁଲି ଯାଇଛି। ବନ୍ଧୁତା ପାଇଁ ଅର୍ଥ କି ସ୍ୱାର୍ଥର ଆବଶ୍ୟକତା ନଥାଏ, ଆବଶ୍ୟକ ହୁଏ ତ୍ୟାଗ, ବିଶ୍ୱାସ ଓ ଭଲ ପାଇବାର। ଭଲ କର୍ମର ଫଳ ଭଲ ଏବଂ ମନ୍ଦ କର୍ମର ଫଳ ମନ୍ଦ ମିଳିଥାଏ। ଏକଥା କେବେ ବି ଭୁଲି ଯାଆନ୍ତୁ ନାହିଁ। ଦିନେ ନା ଦିନେ କର୍ମର ଫଳ ନିଶ୍ଚୟ ମିଳିବ। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଯେତେବେଳେ ସତ୍ୟ ଓ ଅସତ୍ୟ ମଧ୍ୟରେ ଲଢ଼େଇ ହେବ ସତ୍ୟ ଏକୁଟିଆ ଛିଡ଼ା ହେବ ଆଉ ଅସତ୍ୟର ଦଳ ବହୁତ ବଡ଼ ହେବ। କାରଣ ଅସତ୍ୟ ପଛରେ ମୂର୍ଖ ଲୋକଙ୍କ ଗହଳି ରହିବ। ଯେଉଁ ମଣିଷ ଅନ୍ୟ ପାଇଁ ଚିନ୍ତା କରିଥାଏ ତାଠାରେ ପରମାତ୍ମା ବାସ କରନ୍ତି, ଆଉ ଯେଉଁ ମଣିଷ କେବଳ ନିଜ ସ୍ୱାର୍ଥ ପାଇଁ ଚିନ୍ତା କରିଥାଏ ସେ କେବଳ ମାୟାର ଦାସ ହୋଇଥାଏ। କୌଣସି ଆଶା ବିନା ସର୍ବଦା ସମସ୍ତଙ୍କର ଭଲ କରିବାକୁ ଚେଷ୍ଟା କରନ୍ତୁ। କେହି ଜଣେ କହିଛନ୍ତି ଯେ ଯେଉଁମାନେ ଫୁଲ ବିକ୍ରି କରନ୍ତି ସେମାନଙ୍କ ହାତରେ ସୁଗନ୍ଧ ଆସେ। କଥା କଥାରେ ନିଜ ଭାଗ୍ୟକୁ ନିନ୍ଦିବା କିମ୍ବା କର୍ମକୁ ଦୂରରେ ଥୋଇ ଅନ୍ୟ ଉପରେ ନିର୍ଭର କରିବା ଆମକୁ ଗୋଟିଏ ଅଳସୁଆ ଏବଂ ମୂର୍ଖ ଭାବରେ ପ୍ରମାଣିତ କରିଥାଏ। ଅମଣିଷ ଚିହ୍ନିବାର ସହଜ ଉପାୟ। ଯେଉଁ ବ୍ୟକ୍ତି ମା ବାପାଙ୍କର ନୁହେଁ ସେ କାହାର ନୁହେଁ। ଜୀବନରେ ଯେତେ ପାରୁଛ ଖୁସିରେ ରୁହ। ହୁଏତ ତୁମ ଖୁସି ଦେଖି ଆଉ କିଏ ଖୁସିରେ ରହିବା ଶିଖିଯିବେ। ମଣିଷ ମାତ୍ରକେ ଭୁଲ ଅଛି, କିନ୍ତୁ ଭୁଲ କରିବା ମଣିଷର ଭୁଲ ନୁହେଁ। ସେହି ମଣିଷ ମହାନ ହୋଇଥାଏ ଯେଉଁ ମଣିଷ ଭୁଲକୁ ବୁଝି ଠିକ୍ ବାଟକୁ ଚୟନ କରିଥାଏ। ତେବେ ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲନ୍ତୁ ନାହିଁ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ନିଶ୍ଚୟ ସେୟାର କରନ୍ତୁ।